ସକାଳୁ ସବୁ କାମ ସାରିକି ଚା ପିଇ ସାରିକି ଗଲି ପୁଅକୁ ପାଠ ପଢ଼ାଇବା ପାଇଁ। ପୁଅକୁ ପାଠ ପଢ଼ାଇ ସାରିବା ପରେ ଫ୍ରିଜ୍ଟା ବହୁତ ଅସନା ହେଇଯାଇଥିଲା, ତାକୁ ଟିକେ ଖୋଲିକି ପୋଛାପୋଛି କରିଦେଲି। ତାକୁ ପୋଛାପୋଛି କରି ସଫା କରିସାରିବା ପରେ ଗଲି ରୋଷେଇ କରିତେ। ପ୍ରଥମେ ମାଛକୁ ଗୋଳେଇକି ତାକୁ ଟିକେ ଭାଜିଦେଲି। ମାଛକୁ ପକାଇ ଦେଇକି କଡ଼େଇରେ ତାପରେ ଗଲି ଭାତ ଚାଉଳ ଧୋଇକି ଆଣିକି ଇଣ୍ଡକ୍ସନରେ ଭାତଟା ଏପଟରେ ବସାଇଦେଲି। ଭାତ ବସାଇ ସାରିକି ଗଲି ପୁଅକୁ ପଖାଳ ଭାତ ଆଉ ମାଛ ଭଜା ଦେଲି, ସେ ଖାଇକି ଅଙ୍ଗନବାଡ଼ି ଯିବ ବୋଲି। ପୁଅକୁ ଖୁଆଇ ସାରିବା ପରେ ଏପଟେ ଗଲେ ଛାତରେ ସବୁ ଲୁଗା ଧୋଇକି ରଖିଥିଲି, ତାକୁ ଶୁଖାଇ ଦେଲି। ଶୁଖାଇ ସାରି ଏପଟରେ ଟିକେ ମୁଁ ଲଗେଇଥିବା ଫୁଲ ଗଛ ଟିକେ ଦେଖିଦେଲି। ଗଛରେ ଫୁଲ ହେଇଥିଲା ଆଉ ଦେଖିକି ବହୁତ ଖୁସି ଲାଗିଲା ଯେ ଏତେ କଷ୍ଟ କରି ଲଗେଇଥିଲେ, ଯାହା ହଉ ଫୁଲ ହେଲା। ତାପରେ ଛାତ ଉପରେ ଆସିଲା ବେଳକୁ ଏପଟେ ଭାତ ବି ଫୁଟି ଯାଇଥିଲା। ଏପଟରୁ ମୁଁ ଆଳୁ ସିଝେଇବା ପାଇଁ ବସେଇକି ଯାଇଥିଲି, ଏପଟରେ ଆଳୁ ବି ସିଝି ଯାଇଥିଲା। ତାପରେ ମୁଁ ଏପଟେ ମସଲା ରେଡ଼ି କରିକି ଭାତଟା ହେଲା ଭିତରେ ତାକୁ ତରକାରୀ ରାନ୍ଧିଦେନି, କାରଣ ପୁଣି ପୁଅକୁ ଛାଡ଼ିବା ପାଇଁ ଅଙ୍ଗନବାଡ଼ି ଛାଡ଼ିବା ପାଇଁ ଯିବାର ଥିଲା ନା, ତ ସେଥିପାଇଁ ଜଲ୍ଦି ସବୁ କାମ ସାରି ଦେଉଥିଲି। ମସଲା କଷିକି ତରକାରୀଟା ହେଇ ଆସିଲା ପରେ ତ ପୁଅକୁ ଗଲି ଅଙ୍ଗନବାଡ଼ି ଛାଡ଼ିବା ପାଇଁ। ସେ ପ୍ରଥମେ ଅଙ୍ଗନବାଡ଼ି ଯାଉଛି ନା, ତ ବହୁତ କଷ୍ଟରେ ତାକୁ ରଖିବା ପାଇଁ ପଡ଼ୁଛି ସେଠି।